ପୁରୀ ନିକଟରେ ଗୋଟିଏ ଛୋଟ ଗାଁରେ ଦୀନବନ୍ଧୁ ନାମର ଗରିବ ଭକ୍ତଟିଏ ରହୁଥିଲା। ସେ ବହୁତ ଦରିଦ୍ର ଥିଲେ, କିନ୍ତୁ ତାଙ୍କର ହୃଦୟ ଭକ୍ତିରେ ଭରିଥିଲା। ପ୍ରତିଦିନ ସେ ଜଗନ୍ନାଥଙ୍କ ସ୍ମରଣ କରି ଛୋଟ ଛୋଟ ଫୁଲ ଓ ଫଳ ଅର୍ପଣ କରନ୍ତି। ଗୋଟିଏ ଦିନ ତାଙ୍କର ଘରେ କିଛି ଖାଇବା ପାଇଁ ନଥିଲା। ତଥାପି ସେ ଭାବିଲେ, ମୁଁ ଆଜି ମଧ୍ୟ ପ୍ରଭୁଙ୍କୁ କିଛି ଦେବି। ସେ ଅଳ୍ପ ଚାଉଳ ଓ ପାଣି ନେଇ ଏକ ସରଳ ଭୋଗ ପ୍ରସ୍ତୁତ କଲେ ଓ ଭକ୍ତି ଭାବରେ ତାକୁ ଅର୍ପଣ କଲେ। ସେଇ ରାତିରେ ମନ୍ଦିରର ପୂଜାରୀ ସ୍ୱପ୍ନରେ ଦେଖିଲେ ଯେ ଶ୍ରୀ ଜଗନ୍ନାଥ କହୁଛନ୍ତି, ମୁଁ ଆଜି ମୋ ଭକ୍ତ ଦୀନବନ୍ଧୁଙ୍କ ଘରେ ଭୋଜନ କରିଛି। ସେହି ଭୋଗ ମୋତେ ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିଲା। ପୂଜାରୀ ଆଶ୍ଚର୍ଯ୍ୟ ହେଲେ ଓ ପରଦିନ ଦୀନବନ୍ଧୁଙ୍କ ଘରକୁ ଗଲେ। ସେ ଦେଖିଲେ, ଗରିବ ହେଲେ ମଧ୍ୟ ଦୀନବନ୍ଧୁଙ୍କ ଭକ୍ତି ଅତ୍ୟନ୍ତ ଶୁଦ୍ଧ ଓ ପବିତ୍ର ଥିଲା। ପ୍ରଭୁଙ୍କ ପାଇଁ ଧନ ଦୌଲତ ନୁହେଁ, ବରଂ ଶ୍ରଦ୍ଧା, ପ୍ରକୃତ ଭଲ ପାଇବା ହେଉଛି ପ୍ରକୃତ ଭକ୍ତି। ଏହି ଗପଟି ଆପଣଙ୍କୁ ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।